କଲମ 2 ଟଙ୍କାର ହୋଇଥାଉ କି 200 ଟଙ୍କାର, ତାହା ଲେଖିଥାଏ ଯାହା ଆମର ହାତ ଲେଖିଥାଏ। ଭାଗ୍ୟରେଖା ବି ସେହିପରି, ଆମର କର୍ମ ସେହି କଲମ ପରି। ଆମେ ସେଥିରେ ଯାହା ଲେଖିବା ତାହା ହିଁ ଆମର ଭାଗ୍ୟ ହେବ। ହାରିବା ଗୋଟିଏ ସୁଯୋଗ ହୋଇଥାଏ ଭୁଲକୁ ସୁଧାରିବା ପାଇଁ। ଭୁଲକୁ ସୁଧାରି ଚାଲନ୍ତୁ, ଦିନ ଆସିବ ସବୁ ଠିକ୍ ହେବ ଏବଂ ଜିତିବାଟା ବହୁତ ବଡ଼ ହେବ। ଲାଗୁଛି ଭଗବାନଙ୍କୁ ମଧ୍ୟ ଡର ଲାଗୁଥିବ, ତଥାସ୍ତୁ କହିବାରେ କୁଣ୍ଠା ଲାଗୁଥିବ। ଯେବେ କେହି ମଣିଷ ଆଶୀର୍ବାଦ ମାଗୁଥିବ, ଗୋଟିଏ ଦୀପଟିଏ ଜାଳି ଦେଇ କିମ୍ବା କିଛି ଫୁଲ ଚଢ଼େଇ ଦେଇ, ଭଗବାନଙ୍କ ଠାରୁ ଏହି ମଣିଷ ସବୁ ଖୁସି ମାଗି ଦେଉଛି। ଆରେ ବନ୍ଧୁ, ଯଦି ସର୍ବକଲ୍ୟାଣ ମନ ଭିତରେ ଥାଏ, ନିଃସ୍ୱାର୍ଥପର ମନୋଭାବନା ଥାଏ, ତେବେ ମନ୍ଦିର ଯିବାକୁ ବି ପଡ଼ିବନି। ମାଗିବା ଆଗରୁ ଭଗବାନ ତୁମକୁ ସବୁ ଦେଇଦେବେ। ଖୁସି ସହଜରେ ମିଳିଯାଏ, କିନ୍ତୁ ଶାନ୍ତି ସହଜରେ ମିଳେ ନା। ସେଥିପାଇଁ ଶାନ୍ତି ଖୁସିଠାରୁ ଅଧିକ ମୂଲ୍ୟବାନ ହୋଇଥାଏ। ତୁମେ ଉତ୍ତମ ଗୁଣଯୁକ୍ତ ମଣିଷ ହୁଅ, ଭଗବାନ ତୁମକୁ ଅତି ମୂଲ୍ୟବାନ ଶାନ୍ତି ଦେବେ, ଜୀବିତ ଅବସ୍ଥାରେ ଏବଂ ମୃତ୍ୟୁ ପରେ ମଧ୍ୟ। ବନ୍ଧୁଗଣ, ଏମିତି କିଛି ଗୁଣ ଅଛି, ଏମିତି କିଛି କର୍ମ ଅଛି ଯାହାକୁ ତ୍ୟାଗ କରିବା ଉଚିତ, ନଚେତ୍ ଏସବୁ ନାଶର କାରଣ ହେବ। ତେବେ କଥାଟି କିଛି ଏପରି, ଧନ ନାଶ ହୁଏ ଜୁଆରେ, ବୁଦ୍ଧି ନାଶ ହୁଏ କ୍ରୋଧରେ, ରୂପ ନାଶ ହୁଏ ଖରାରେ, ଘର ନାଶ ହୁଏ କଳିରେ, ମନ ନାଶ ହୁଏ ସନ୍ଦେହରେ, ଜଳ ନାଶ ଯାଏ ନ ବହେ, କ୍ଷେତ ନାଶ ଯାଏ ଘାସରେ, ପଥ ନାଶ ଯାଏ କାଦୁଅରେ, ବନ୍ଧୁ ନାଶ ଯାଏ ମିଛରେ, ଗାଁ ନାଶ ଯାଏ ସ୍ୱାର୍ଥରେ, ବଳ ନାଶ ହୁଏ ରୋଗରେ, ବେଳ ନାଶ ଯାଏ ଖେଳରେ, ବିଦ୍ୟା ନାଶ ଯାଏ ହେଳାରେ, ପ୍ରାଣ ନାଶ ପାଏ ଲୋଭରେ। ମାଗିଲେ ଦାନ ମିଳେ, ସମ୍ମାନ ନୁହେଁ, ସମ୍ମାନକୁ କିଣିବାକୁ ପଡ଼େ, ଯାହାର ମୂଲ୍ୟ କଠୋର ପରିଶ୍ରମ ଏବଂ ଧୈର୍ଯ୍ୟ ଦ୍ୱାରା ଦିଆଯାଏ। ମୁଁ ଦିନେ ଭଗବାନଙ୍କୁ ପଚାରି ହିଁ ଦେଲି, ହେ ଭଗବାନ, ମୋତେ ଏତେ ଅଯୋଗ୍ୟ କାହିଁକି କଲ? କାହିଁକି ମୁଁ କିଛି କରିପାରିଲି ନାହିଁ? କାହିଁକି ମୋ ଡାକ ଶୁଣୁନାହାନ୍ତି? ଭଗବାନ ଉତ୍ତର ଦେଲେ, ରେ ମଣିଷ, ତୋର ଇଚ୍ଛା ଅଲଗା କିଛି, ତୁ କାର୍ଯ୍ୟ କରୁଛୁ ଅଲଗା କିଛି, ପୁଣି ମୋତେ ମାଗୁଛୁ ଅଲଗା କିଛି। ଯଦି ଭଗବାନ ହୋଇ ମଧ୍ୟ ତୋର ଅଭିଳାଷକୁ ମୁଁ ଠିକ୍ସେ ବୁଝିପାରୁନାହିଁ, ତେବେ ତୁ ମଣିଷ ହୋଇ କେମିତି ନିଜକୁ ବୁଝିପାରିବୁ? ଦର୍ଶକ ବନ୍ଧୁ, କହିବାର ତାତ୍ପର୍ଯ୍ୟ ଏହା, ଆମର ଲକ୍ଷ୍ୟ ଅଲଗା ଥାଏ, କିନ୍ତୁ ପଥଭ୍ରଷ୍ଟ ହୋଇ କିଛି ଅଲଗା କରିଥାଏ। ପୁଣି ପରେ ଲୋଭର ବଶବର୍ତ୍ତୀ ହୋଇ ଭଗବାନଙ୍କୁ କିଛି ଅଲଗା ମାଗିଥାଏ। ତେବେ ଥରେ ନିଜକୁ ପ୍ରଶ୍ନ କରନ୍ତୁ, ଭଗବାନ ଆମର କେଉଁ ଇଚ୍ଛାକୁ ପୂର୍ଣ୍ଣ କରିବେ? ସେଥିପାଇଁ ସ୍ୱପ୍ନ ଗୋଟିଏ ଦେଖନ୍ତୁ, ତାକୁ ହିଁ ଜୀବନର ଲକ୍ଷ୍ୟ ମାନନ୍ତୁ, ତା ପାଇଁ କାର୍ଯ୍ୟରତ ରୁହନ୍ତୁ, ନିଜକୁ ସମ୍ପୂର୍ଣ୍ଣ ନିଜ ଲକ୍ଷ୍ୟ ପାଇଁ ସମର୍ପିତ ରଖନ୍ତୁ। ତାପରେ ଭଗବାନଙ୍କୁ ମାଗନ୍ତୁ, ଭଗବାନ ନିଶ୍ଚୟ ଶୁଣିବେ। ଜାଣିଛନ୍ତି ବନ୍ଧୁ, ମଣିଷ କେତେବେଳେ ଭିତରୁ ହାରିଯାଏ, ଯେବେ ଏହା ଜାଣିଯାଏ କି ମୁଁ ଯାହାକୁ ସବୁ କିଛି ମାନୁଛି ତା ପାଇଁ ମୁଁ କିଛି ବି ନୁହେଁ। ବନ୍ଧୁ, ଏଇଟା କଳିଯୁଗ, ଟିକେ ସ୍ୱାର୍ଥପର ହୋଇ ବଞ୍ଚିଗଲେ କିଛି କ୍ଷତି ନାହିଁ। ସେଥିପାଇଁ ନିଜକୁ ହିଁ ଏତେ ପ୍ରଭାବଶାଳୀ କରିଦିଅ, ଯେମିତି ତୁମର ମୂଲ୍ୟ ତୁମଠାରୁ ଅଧିକ ତୁମ ସହ ଥିବା ଲୋକଙ୍କ ପାଖରେ ଅଧିକ ଥିବ। ଅନ୍ଧ କବି ତଥା ସନ୍ଥ କବି ଭୀମ ଭୋଇଙ୍କର ଗୋଟିଏ କଥା ମନେ ପଡ଼ିଯାଉଛି, ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କି ବାସ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ। ବନ୍ଧୁଗଣ, ଏମିତି ଅନେକ ମଣିଷ ଏବଂ ସେମାନଙ୍କୁ ପ୍ରକୃତରେ ମଣିଷ ହିଁ କୁହାଯିବ, କାରଣ ଏମାନେ କାହାର ଦୁଃଖ ଦେଖିଲେ ସହିପାରନ୍ତି ନାହିଁ। ଅନ୍ୟର ଦୁଃଖରେ ଏତେ ମର୍ମାହତ ହୁଅନ୍ତି କି ସେମାନେ ନିଜ ଦୁଃଖକୁ ଭୁଲିଯାଆନ୍ତି ଆଉ ମନେ ମନେ ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତି, ପ୍ରଭୁ ସମସ୍ତଙ୍କର କଲ୍ୟାଣ କରନ୍ତୁ, ତା ବଦଳରେ ଯଦି ପାରୁଛନ୍ତି ମୋତେ ଦଣ୍ଡ ଦିଅନ୍ତୁ।
विश्वास करंतु एपरी मनीष तांको जीवन में बहुत दुख पाई थांती कारण स्वार्थपर दुनिया एमानकर सरल हृदय देखी बेस फायदा उठाई थांती सेथिपाई दयाशील बा सहिष्णुता गुण रखिबा सहित निजकू चालाक भी करबा उचित कारण धोखा सेठारे मिलिथाए जेउठारे आशा बा विश्वास थाए जदि चालाकीर सह विश्वास करा जाए एवं आशा को संकुचित करा जाए तेबे मनीष भल मनीष हेबा सह सुखी मनीष मध्य होई परिबो। एमिति किए अछि जी सर्वगुणा संपन्ना समस्तଙ୍କ पाखरे किछि ना किछि खुण निश्चय अछि किंतु मनीष केवल अन्यर खुण को देखे निजर ताको देखा जाए नाही। विश्वास देखि चाहे कि कर अंध भली नुहे एमिति न हेउ कि सामना मनीष तुमको अंध ही भावी नेब। मो पाखरे भल गुण अछि एवं खराब गुण भी अछि एबे नजर तोर आउ विचार भी तोर तू मो ठारे कौन देखिबो। गोटे चोर समस्त को चोर दृष्टि देखि थाए जार चरित्र जेपरी सी अन्य मानकू सेही दृष्टि देखि थाए सेथिपाई केही बिना दोषरी तुमको खराब कहिले तुमे खराब न भाबी एहा भाब निश्चय सीए ही खराब होइथिबो। जदि काहाकू सत्तरे भल पाउछ तेबे तांकू केबे निज कथारे चलिबाकू बाध्य कर नाही तांकू कोनोसी जिनिस पाई फोर्स करनी। प्रेम एक एपरी चढ़ई जहाकू जाबुड़ी धरिले मरी जाए आउ छाड़ीदेले उड़ीकी चली जाए किंतु जदि स्नेह एवं भल पाइबा दे रखा जाए तेबे सारा जीवन निजर होइकी रही जाए। जदि सामना मनीष प्रकृत में भल हृदयर होइथिबो सी तुम ठारू भल पाइबा पाई सारी केवल तुमर ही हेबो किंतु जदि पत्थर हृदयर होइथिबो तेबे सी केबे भी तुमर हेबनी। तापरे भी पत्थर को हृदय दे परे कांदिबा अपेक्षा एबे निज हृदय को संभाली नेबा भल। मनर सौदा जदि कर्म सह करा जाए तेबे भाग्य फल भल हेबो। मनर सौदा जदि प्रीति प्रणय रे करा जाए तेबे लुह ही भाग्य लिखिबो। जार विचार जेपरी जार भावना जेपरी सी सेही परी ही भाबिबो। तुमे कहिथिबा भल कथार अर्थ सी भूल बाहर करिदेबो तुमे कहिथिबा भूल कथार अर्थ से ठीक बाहर करिदेबो। सब जिनिस स्वार्थ उपर निर्भर काहा मन को कौन सुहाउची काहा मन को कौन न सुहाउची। आज एतिकी पुणी देखा हेब किछि नुआ विचार किछि नुआ वार्ता को नहीं से पर्यंत जदि चैनल को सब्सक्राइब करि नाहंती तेबे एबे ही सब्सक्राइब कर नियंतु। भल लगी भिडियोटी को लाइक टे निश्चय कर दियंतु। निजर मतामत कमेंट रे निश्चय जणांतु। जय जगन्नाथ जय श्री कृष्ण धन्यवाद।